ଧନୁରାଶି 2026 ଧନୁରାଶି ପାଇଁ 2026 ବର୍ଷଟି କିଭଳି ରହିବ ଆସନ୍ତୁ ଜାଣିବା ଏହି ଭିଡିଓ ମାଧ୍ୟମରେ। କେଉଁ ଗ୍ରହ ଆମକୁ ଶୁଭ ଫଳ ପ୍ରଦାନ କରିବେ ଏବଂ କେଉଁ ଗ୍ରହ ଅଶୁଭ ଫଳ ପ୍ରଦାନ କରିବେ ତା ସହିତ ଜାଣିବା ଆପଣମାନଙ୍କ ପାଇଁ ଶୁଭ ବାର, ଶୁଭ ତିଥି, ଶୁଭ ରଙ୍ଗ ଏବଂ ଶୁଭ ରତ୍ନ ବିଷୟରେ। ତେବେ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ଏ ସମସ୍ତ ବିଷୟରେ ଜାଣିପାରିବେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡିଓରେ। ପ୍ରଥମେ ଆସନ୍ତୁ ଜାଣିବା ଧନୁରାଶି ପକ୍ଷେ ଗ୍ରହମାନଙ୍କର ସ୍ଥିତି କିଭଳି ରହିବ। ବୃହସ୍ପତି ବର୍ଷର ପ୍ରଥମ 5 ମାସ ଶୁଭ, ତାପରେ ଜୁନ୍ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅଶୁଭ, ତାପରେ ନଭେମ୍ବର ଓ ଡିସେମ୍ବର ଏ 2 ମାସ ବହୁତ ଶୁଭ ସ୍ଥିତିରେ ରହିବେ। ରାହୁ ଏବଂ କେତୁ ମଧ୍ୟମ ଫଳ ପ୍ରଦାନ କରିବେ। ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଶୁଭ ବାର। ରବିବାର, ସୋମବାର ଏବଂ ଗୁରୁବାର। ଶୁଭ ତିଥି ପଞ୍ଚମୀ, ଦଶମୀ ଓ ଦ୍ୱାଦଶୀ। ଶୁଭ ରଙ୍ଗ ଧଳା ଓ ହଳଦିଆ। ଶୁଭ ରତ୍ନ ପୋଖରାଜ। ବର୍ତ୍ତମାନ ଆସନ୍ତୁ ଜାଣିବା ଧନୁରାଶିର ବାର୍ଷିକ ରାଶିଫଳ। ତେବେ ଆପଣମାନଙ୍କ ପାଇଁ ବର୍ଷ ଆରମ୍ଭର 5 ମାସ ଏବଂ ତାପରେ ବର୍ଷର ଶେଷ 2 ମାସ ନଭେମ୍ବର ଓ ଡିସେମ୍ବର ଏ 2 ମାସ ବହୁତ ହି ବଢ଼ିଆ ସମୟ ରହିବ, କିନ୍ତୁ ତଥାପି ସମସ୍ୟା ବହୁଳ ରହିବ। ସମସ୍ୟା ଆସିବ ଏ ସମୟରେ ଆପଣଙ୍କ ଜୀବନରେ ଏବଂ ଖାସ କରିକି ଜୁନ୍ ମାସ ଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଏ ଯେଉଁ ମଝିର ସମୟଟି ଅଧିକ ସମସ୍ୟା ବହୁଳ ହେବ। ମାନେ ବହୁତ ଗୁଡ଼ିଏ ସମସ୍ୟା ଆପଣଙ୍କ ଲାଇଫକୁ ଆସିବ। ଯେହେତୁ ଶନି ଅଶୁଭ ସ୍ଥିତିରେ ରହୁଛନ୍ତି, ଶନି ଅଶୁଭ ଫଳ ପ୍ରଦାନ କରୁଛନ୍ତି, ତେଣୁ କିଛି ନା କିଛି ଅପ୍ରୀତିକର ପରିସ୍ଥିତି ଆପଣଙ୍କ ଲାଇଫରେ ଘଟିବ। ଯଦିଓ ଯେହେତୁ ବୃହସ୍ପତି ଆପଣଙ୍କର ଶୁଭ ସ୍ଥିତିରେ ରହୁଛନ୍ତି ବର୍ଷ ଆରମ୍ଭରୁ ପ୍ରଥମ 5 ମାସ ଏବଂ ଶେଷ 2 ମାସ, ତେଣୁ କ'ଣ ହେବ ନା ଯେତେ ସମସ୍ୟା ଆସିଲେ ବି ଆପଣଙ୍କର ଶୁଭ ଫଳ ଆପଣଙ୍କୁ ମିଳିବ। ସମସ୍ୟା ସତ୍ତ୍ୱେ ସଫଳତା ହାସଲ କରିବେ ଆପଣ। ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟସିଦ୍ଧି ହେବ। ଛୋଟ ଛୋଟ ରୋଗ ବେମାରରେ ଆପଣ ପୀଡ଼ିତ ହେବେ। ପ୍ରାୟ ସମୟରେ ରୋଗ ବେମାରରେ ପଡ଼ିବେ, କିନ୍ତୁ ହେଲେ ବି ବଡ଼ ଧରଣର ସମସ୍ୟା ହୁଏତ ଦେଖାଦେଇ ନପାରେ। ମହିଳାମାନଙ୍କ କଥା ଯଦି କହିବା ତାହେଲେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଛନ୍ଦି ହେଇଯିବେ। କାର୍ଯ୍ୟ ବ୍ୟସ୍ତତା ଭିତରେ ଜୀବନ ଅତିବାହିତ କରିବେ। ତେବେ ଏ ସମୟରେ ଆପଣମାନେ କୁସଙ୍ଗ କାରଣରୁ ଅସୁବିଧାରେ ପଡ଼ିବେ। ସମୟର ଅପବ୍ୟବହାର, ବିଦ୍ୟାର୍ଥୀମାନେ ପାଠ ପଢ଼ିବାକୁ ସେମାନଙ୍କର ମନ ହେବନି, ବିପଥଗାମୀ ହେବେ। ମନ ସବୁବେଳେ ଆପଣଙ୍କର ଭାରାକ୍ରାନ୍ତ ରହିବ। ମାନସିକ ଚିନ୍ତା ଦେଇ ଗତି କରିବେ ଆପଣ। ତେବେ ମନେ ରଖନ୍ତୁ, ବହୁ ପରିଶ୍ରମ ପରେ ସଫଳତା ଲାଭ। ଯେହେତୁ ବର୍ଷର ମଧ୍ୟଭାଗଟି ଆପଣଙ୍କ ପାଇଁ ବହୁତ ଅଶୁଭ ଅଛି, ତେଣୁ ସେ ସମୟରେ ଖାସ କରିକି ଆପଣମାନେ ଶାରୀରିକ ପୀଡ଼ା ଅନୁଭବ କରିବେ, ଜୀବନରେ ସମସ୍ୟା ଅନୁଭବ କରିବେ, କର୍ମକ୍ଷେତ୍ରରେ ବ୍ୟବସାୟରେ ଉତ୍ଥାନ ପତନ ଦେଇକି ଗତି କରିବେ। ସୁଖ ହାନି ହେବ ଆପଣଙ୍କର। ପାରିବାରିକ ଜୀବନ ହେଉ କିମ୍ବା ଲଭ୍ ଲାଇଫ୍ ହେଉ, ଆପଣଙ୍କର ସେହି ସମୟରେ ସମସ୍ୟା ବହୁଳ ହେବ। କୌଣସି ଛୋଟ ମୋଟ କଥାକୁ ନେଇକି ପରିସ୍ଥିତି ମାଲି ମକଦ୍ଦମା ପର୍ଯ୍ୟନ୍ତ ମଧ୍ୟ ଯାଇପାରେ। ଏହି ସମୟରେ ନିଜ ଲୋକମାନଙ୍କ ସହିତ ମନାନ୍ତର ଭଳି ସ୍ଥିତି ଆସିବ। ଏହି ସମୟରେ ଚାକିରିରେ ମଧ୍ୟ ସ୍ଥାନାନ୍ତରଣର ଯୋଗ ରହିଛି। ପାରିବାରିକ ସମସ୍ୟା, ସନ୍ତାନ ଚିନ୍ତା, କର୍ମକ୍ଷେତ୍ରରେ ସମସ୍ୟା ଏବଂ ବ୍ୟବସାୟର କ୍ଷୟକ୍ଷତି, ଏସବୁ ଜିନିଷ ଆପଣଙ୍କ ସହିତ ଘଟିବ ବର୍ଷର ମଧ୍ୟଭାଗଟି ଯେଉଁ ସମୟଟି। ତେଣୁ ଏହି ସମୟରେ ନିହାତି ଭାବରେ ଆପଣଙ୍କୁ ସାବଧାନ ହେବାର ଆବଶ୍ୟକତା ଅଛି, ସଚେତନ ହେବାର ଆବଶ୍ୟକତା ରହିଛି। ଏବଂ ଖାସ କରିକି ବର୍ଷର ମଧ୍ୟଭାଗରେ ଯଦି କୁଆଡ଼େ ଯାଉଛନ୍ତି, କିମ୍ବା ଆମେ ତ ପ୍ରାୟ ସମୟରେ ଗାଡ଼ି ଚଲାଉଛନ୍ତି, ସବୁବେଳେ ଆମେ ଗାଡ଼ି ଚଲାଉଛନ୍ତି, ବିନା ଗାଡ଼ିରେ ଆଉ ଆମର ଜୀବନ ଚାଲିବନି। ତେଣୁ ଆମେ ଯେତେବେଳେ ଆପଣ ଯାନବାହନରେ ଯାଉଛନ୍ତି, ବର୍ଷର ଯେଉଁ ମଧ୍ୟଭାଗଟି ଖାସ କରିକି ସେହି ସମୟରେ ଯେହେତୁ ଶନି ଅଶୁଭ ସ୍ଥିତିରେ ରହୁଛନ୍ତି ଏବଂ କୌଣସି ଅପ୍ରୀତିକର ଘଟଣା ଆପଣଙ୍କ ସହିତ ଘଟିପାରେ, ତେଣୁ ନିହାତି ଭାବରେ ସାବଧାନ ଏହି ସମୟରେ ବେଶୀ ରହିବେ ଆପଣ। ନିଜର ସ୍ୱାସ୍ଥ୍ୟକୁ ଖାସ କରିକି ଜଗନ୍ତୁ। ଯାନବାହନରେ ଯାଉଛନ୍ତି, କେଉଁଠି ଦୁର୍ଘଟଣା, ତେଣୁ ନିହାତି ଭାବରେ ବେଶୀ ସଚେତନ ରୁହନ୍ତୁ। ତେବେ କ'ଣ କରିବେ ଆପଣମାନେ, ପ୍ରତିକାର କ'ଣ କରିବେ? ଦେଖନ୍ତୁ, ହନୁମାନଙ୍କ ପାଖକୁ ଯାଆନ୍ତୁ। ହନୁମାନ ମନ୍ଦିରରେ ପ୍ରତି ମଙ୍ଗଳବାର ଦିନ ଯାଇକି ହନୁମାନ ଚାଳିଶାର ପାଠ କରନ୍ତୁ। 7 ଥର ହନୁମାନ ଚାଳିଶା ପାଠ କରିବେ। ଏବଂ ଆଉ କ'ଣ କରିବେ ନା ଶନିବାରରେ ଶନିଙ୍କ ପାଖରେ ରାଶି ତେଲରେ ଦୀପଟିଏ ଜାଳିବେ। ଏତିକି କରନ୍ତୁ, ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଶୁଭଫଳ ମିଳିବ, ଆପଣଙ୍କର କଲ୍ୟାଣ ହେବ। ତେବେ ଏ ଥିଲା ଧନୁରାଶିର ବ୍ୟକ୍ତିମାନଙ୍କ ପକ୍ଷେ ବାର୍ଷିକ ରାଶିଫଳ। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥାଏ, ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଭିଡ଼ିଓକୁ ସବୁଆଡ଼େ ସେୟାର କରିବେ, ସମସ୍ତଙ୍କୁ ସେୟାର କରିବେ। ରହିଲି। ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।